ଶିଳ୍ପନଗରୀ ନାମରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଅନେକ ଐତିହାସିକ ପୀଠ ସମେତ ଅଷ୍ଟଚଣ୍ଡୀ ପୀଠ ମଧ୍ୟ ବିଦ୍ୟମାନ। ପଦମପୁର ନଗରରେ ପ୍ରତିଷ୍ଠିତ ପଦ୍ମାସିନୀ ମନ୍ଦିରର ଭିନ୍ନ ନିର୍ମାଣ ଶୈଳୀ ଯୋଗୁଁ ଜିଲ୍ଲାରେ ଥିବା ଅନ୍ୟ ଚଣ୍ଡୀ ପୀଠଗୁଡ଼ିକ ମଧ୍ୟରୁ ଅନ୍ୟତମ ଅଟେ। ହୀରାକୁଦ ଜଳଭଣ୍ଡାର ଜଳମଗ୍ନ ଅବସ୍ଥାରେ ଛିଡ଼ା ହୋଇ ଏହି ପ୍ରାଚୀନ ପଦ୍ମାସିନୀ ମନ୍ଦିର ଅତୀତର ଅନେକ ଇତିହାସ ଜାବୁଡ଼ି ରଖିଛି। ଓଡ଼ିଶାର ଅନ୍ୟାନ୍ୟ ମନ୍ଦିରରୁ ଏହି ପଦ୍ମାସିନୀ ମନ୍ଦିରର କଳା ଏବଂ ସ୍ଥାପତ୍ୟ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ବଡ଼ ବଡ଼ ପଥର ମନ୍ଦିର ନିର୍ମାଣ କାର୍ଯ୍ୟରେ ଲଗାଯାଇଛି। ମନ୍ଦିରରେ 2ଟି ପଥର ଲେଖା ମିଳିଛି, କିନ୍ତୁ ସେଗୁଡ଼ିକ ବ୍ୟାଖ୍ୟା କରାଯାଇ ପାରିନାହିଁ। ଏପରିକି ମନ୍ଦିରର ପ୍ରତିଷ୍ଠାତା ଏବଂ ନିର୍ମାଣ ସମୟ ଏପର୍ଯ୍ୟନ୍ତ ସଠିକ୍ ନିର୍ଦ୍ଧାରଣ ହୋଇପାରିନାହିଁ। ପଦ୍ମାସିନୀ ମନ୍ଦିର ହେଉଛି ଅଷ୍ଟମ ଶତାବ୍ଦୀର ଏକ ଚାଲୁକ୍ୟ ସ୍ମାରକୀ। 7ମ ଶତାବ୍ଦୀରେ ଦକ୍ଷିଣର ଜଣେ ଚାଲୁକ୍ୟ ରାଜା ପଦ୍ମସେନ ମନ୍ଦିର ନିର୍ମାଣ କରିଥିଲେ। ତେବେ ମୂଳ ମନ୍ଦିର କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା। 7ମ ଶତାବ୍ଦୀରେ ସମ୍ବଲପୁରର ଚୌହାନ ରାଜାଙ୍କ ଦ୍ୱାରା ଏହା ପୁନର୍ନିର୍ମାଣ ହୋଇଥିବାର ବିଶ୍ୱାସ କରାଯାଏ। ମୂଳ ମନ୍ଦିରର ଜଗମୋହନକୁ ଦେଖିଲେ ଚାଲୁକ୍ୟ ଯୁଗର ସ୍ଥାପତ୍ୟ ସହିତ ସମାନତା ଦେଖାଯାଏ। ଦେବୀ ପଦ୍ମାସିନୀଙ୍କ ପଥର ମୂର୍ତ୍ତି ମଧ୍ୟ ଚାଲୁକ୍ୟ ସମୟର ଶୈଳୀ ସହିତ ସମାନତା ଦେଖାଯାଇଥାଏ। ସମଗ୍ର ଓଡ଼ିଶା ପଦ୍ମାସିନୀ ମନ୍ଦିରର ଚାଲୁକ୍ୟ କଳା ଏବଂ ସ୍ଥାପତ୍ୟର ଏକ ନିଆରା ଉଦାହରଣ। ପଦମପୁର ନଗର ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଅତ୍ୟନ୍ତ ସମୃଦ୍ଧ ଲାଭ କରିଥିଲା। ଖ୍ରୀଷ୍ଟୀୟ 8ମ ଶତାବ୍ଦୀରେ ସଂସ୍କୃତ ଭାଷାରେ ଅନ୍ୟତମ ମହାନ ନାଟ୍ୟକାର ତଥା ବେଦୋପନିଷଦ ଏବଂ ଦର୍ଶନ ଶାସ୍ତ୍ର ପାରଦର୍ଶୀ ପୁରୁଷ ଭବଭୂତି ଏହି ପଦମପୁର ନଗରୀରେ ଜନ୍ମଗ୍ରହଣ କରିଥିଲେ। ଭବଭୂତିଙ୍କ ରଚିତ 3ଟି ପ୍ରସିଦ୍ଧ ନାଟକ ଗୁଡ଼ିକ ହେଲା ମାଳତୀ ମାଧବ, ମହାବୀର ରଚିତ ଓ ଉତ୍ତର ରାମଚରିତ। ଏହି ସ୍ଥାନରେ ବୌଦ୍ଧ ଧର୍ମର ବଜ୍ରଯାନ ତନ୍ତ୍ର ମାର୍ଗ ଉତ୍ପନ୍ନ ହୋଇଥିଲା ବୋଲି ଜଣାଯାଏ। ମଗଧ ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ଅଭିଯାନ କାଳରେ କୋଶଳ ନାମକ ଏକ ରାଜ୍ୟ ପ୍ରତିଷ୍ଠା ଲାଭ କରିଥିଲା। ମେଘବଂଶୀୟ ରାଜାମାନେ ଉକ୍ତ କୋଶଳ ରାଜ୍ୟରେ ଶାସନ କରୁଥିଲେ। କଳିଙ୍ଗ ରାଜା ମେଘବାହନ ଯୁଦ୍ଧରେ ମଗଧ ସମ୍ରାଟ ଅଶୋକଙ୍କ ଠାରୁ ପରାସ୍ତ ହୋଇ ଏହି କୋଶଳ ରାଜ୍ୟରେ ଆଶ୍ରୟ ନେଇଥିଲେ। ଖ୍ରୀଷ୍ଟୀୟ 2ୟ ଶତାବ୍ଦୀରେ ଗୋଟିଏ ସୂର୍ଯ୍ୟବଂଶୀୟ ରାଜା କୋଶଳ ରାଜ୍ୟର ଉତ୍ତର ଅଂଶରେ ବର୍ତ୍ତମାନର ବରଗଡ଼ ଓ ପଦମପୁରର ବଡ଼ାସମ୍ବର ଅଞ୍ଚଳରେ ରାଜତ୍ୱ କରୁଥିଲେ। ଖ୍ରୀଷ୍ଟୀୟ ପୂର୍ବ 134ରୁ 125 ମଧ୍ୟରେ ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଗ ପାଇକମାଲ ଅଞ୍ଚଳରେ ଏକ ସୂର୍ଯ୍ୟବଂଶୀୟ ରାଜା ବାମନ ଦେବ ଶାସନ କରୁଥିଲେ। ବାମନ ଦେବଙ୍କୁ ଶିଶୁପୁତ୍ର ପ୍ରତିବେଶୀ ରାଜ୍ୟର ରାଜା ଭୀମଦେବ ଅପହରଣ କରି ନେଇ ଆପଣା ପୁତ୍ର ରୂପେ ଲାଲନ ପାଳନ କରିଥିଲେ। ରାଜା ଭୀମଦେବଙ୍କ ମୃତ୍ୟୁ ପରେ ପଶପୁତ୍ର ସୁଲୋଚନ ଦେବ ଉକ୍ତ ରାଜ୍ୟର ରାଜା ହୋଇଥିଲେ। ପିତା ବାମନ ଦେବଙ୍କ ମୃତ୍ୟୁ ପରେ ପୁତ୍ର ସୁଲୋଚନ ଦେବ ନିଜ ପୈତୃକ ରାଜ୍ୟ ମଧ୍ୟ ଅଧିକାର କରିଥିଲେ। ରାଜା ସୁଲୋଚନ ଦେବଙ୍କ 2ଟି ପୁତ୍ର ପ୍ରତାପ ସେନ ଓ ଶତ୍ରୁଘାତୀ ସେନ ଥିଲେ। ଉଭୟ ପୁତ୍ର ପ୍ରତାପ ସେନ ଓ ଶତ୍ରୁଘାତୀ ସେନ ଖ୍ରୀଷ୍ଟୀୟ ପୂର୍ବ 107 ଏବଂ 98 ପର୍ଯ୍ୟନ୍ତ ରାଜ୍ୟ ଶାସନ କରିଥିଲେ। ତାଙ୍କର ରାଜଧାନୀ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ପାଟଣାଗଡ଼ରେ ସ୍ଥାପିତ ହୋଇଥିଲା। ଏହାର ପରବର୍ତ୍ତୀ କାଳରେ ଜଣେ କଣ୍ଡରା ବା ମାହାର ଜାତିର ରାଜା ପଦ୍ମସେନ କୋଶଳ ରାଜ୍ୟ ଅଞ୍ଚଳରେ ଶାସନ କରିଥିଲେ। ପଦ୍ମସେନ କୋଶଳ ସାମ୍ରାଜ୍ୟର ଅଭିଷିକ୍ତ ହୋଇ ମଧ୍ୟ ଆପଣା କୌଳିକ ବ୍ୟବସାୟ ତ୍ୟାଗ ନ କରି ବନଜାତ ଦ୍ରବ୍ୟ, ପାଉଁଶର କୁଲା, ଚାଙ୍ଗୁଡ଼ି ଓ ଡୋଲା ପ୍ରଭୃତି ନିର୍ମାଣ କରି ତହିଁରେ ନିଜର ଜୀବିକା ନିର୍ବାହ କରୁଥିଲେ। ରାଜା ପଦ୍ମସେନ ତନ୍ତ୍ର ବିଦ୍ୟାରେ ନିପୁଣ ଥିଲେ। ଥରେ କେତେକ ପ୍ରଭାବଶାଳୀ ପ୍ରଜା ରାଜା ପଦ୍ମସେନଙ୍କୁ ସିଂହାସନରୁ ବହିଷ୍କାର କରିବାକୁ ଉଦ୍ୟମ କରିଥିଲେ। ଗୁପ୍ତଚରମାନଙ୍କ ଦ୍ୱାରା ରାଜା ଏହି ଷଡ଼ଯନ୍ତ୍ର ବିଷୟରେ ଜାଣିପାରି ସମସ୍ତ ଷଡ଼ଯନ୍ତ୍ରକାରୀ ପ୍ରଜାମାନଙ୍କୁ ତନ୍ତ୍ରବିଦ୍ୟା ବଳରେ ମୃତ୍ୟୁଦଣ୍ଡ ଦେଇଥିଲେ। ଅବଶ୍ୟ ଦୟାଳୁ ରାଜା ଉକ୍ତ ଅନିଷ୍ଟକାରୀ ବ୍ୟକ୍ତିମାନଙ୍କ ଆତ୍ମୀୟମାନେ ରାଜା ନିକଟରେ କ୍ଷମା ପ୍ରାର୍ଥନା କରିଥିବାରୁ ସମସ୍ତଙ୍କୁ ମୃତ୍ୟୁଦଣ୍ଡରୁ ଉଦ୍ଧାର କରିଥିଲେ। ତେଣୁ ରାଜାଙ୍କ ରତ୍ନ ପାରଙ୍ଗମ ଯୋଗୁଁ
राज्य प्रजा माने राजांको विरुद्ध कौनसी षड्यंत्र करबा पई साहस करि पारुनथिले। अपर पक्षरे राजा पद्मसेन को रानी पद्मावती निजर सिद्धि बलरे पोखरी मध्य थिबा पद्मपत्र उपरे चली जाई कलसी रे पानी संग्रह करि पारुथिले। रानीर माया शक्ति जगु तांको पाद चिन्ह भूमि उपरे सृष्टि होउनथिला। उभय राजा पद्मसेन और रानी पद्मावती शिव एवं दुर्गा को इष्ट देवादेवी भाव में नियमित पूजा अर्चना करुथिले। राजा पद्मसेन परम धार्मिक और निसंतान थिले। राज्य शासन चलाइबा पई प्रजा माननको ठारू कोनोसी कर आदाय न करी कलिक बुद्धि अर्जित धन को आपणा प्रतिपोषण करने संगे संगे राज्यर शासन निर्वाह रे व्यय करुथिले। थरे राजा पद्मसेन राज्य शासन व्यय बाबद को नहीं प्रजा माननको ठारू गोटे लेखा स्वर्ण पदक खजना स्वरूप आदाय कले। तांको अन्य दिन रानी जल संग्रह करबा पई कलसी धरी पुष्करणी आड़कू गले, किंतु से पूर्व परी पोखरी मध्य होइतिबा पद्मपत्र उपरे आउ चली पारिले नाही। पोखरी रे पाद देबा मात्रे गोड़ पानी भितर पशिगला। से एहीपरि अप्रत्याशित घटनार विचलित होई तत्क्षणात घर को फेरी आसी राजा को किछि अधर्म करिछ बोली पचारिले। राजा रानी को प्रजा माननको ठारू राज्य शासन बाबद को नहीं गोटे लेखाएं स्वर्ण पदक आदाय करिथिबार विषय प्रकाश कले। राजा पद्मसेन को यही कार्यकलाप जगु रानी बहुत दुखित होई प्रजा मानक सहित अन्याय होईछि बोली जणाइले। राजांको अधर्म कार्य पाई सिद्धि ध्वंस होईछि जानि पारी रानी विष सेवन करी आत्महत्या कले। रानी पद्मावती को मृत्यु परे विरहरे अल्प दिन राजा मध्य देहत्याग करथिले। राजा समस्त अलंकार और आभूषण देवी दुर्गा ठारे समर्पण करी नदी मुहाण रे आधुनिक बाड़केला जास दे सती होइतिले। एही मुहाण को सतीदर नाम रे परिचित। राजा पद्मसेन मृत्यु पूर्व राज्यर शासन तदारख करिबा पई गोटे युवक को नियुक्ति करी देइथिले। राजा पद्मसेन और रानी पद्मावती मृत्यु परे तांकर राजधानी नाम पदमपुर होई जाइथिला। देवी दुर्गा को नगरवासी पद्मासिनी नाम रे पूजा आरंभ करथिले। आधुनिक ओडिशा झारसुगुड़ा जिला अंतर्गत लखनपुर तहसील एही प्राचीन पदमपुर अंचल अवस्थित। दुर्भाग्यवशत ओडिशा सरकारଙ୍କ हीराकुद नदी बंध योजना कार्यकारी करबा फलरे प्राचीन पदमपुर नगरी जलमग्न हो जाइछि। से जहा हो नगरवासी को पुजारी पाली और कपिलापुर ग्राम को थैतान करबा संगे संगे मां पद्मावती देवी प्राचीन प्रतिमा पुजारी पाली रे एक नूतन मंदिर निर्माण करी प्रतिष्ठा करा जाइछि। ग्रीष्म ऋतु रे एप्रिल जून मासरे जलस्तर कमिबा फलरे जलमग्न पूर्ण प्राचीन पद्मासिनी मंदिर संपूर्ण देखा जाइथाय। पदमपुर पद्मासिनी मंदिर केवल एक धार्मिक स्थल नुहे, यह ओडिशार समृद्ध सांस्कृतिक स्थापत्य एवं आध्यात्मिक ऐतिह्यर एक जीवंत साक्षी। हीराकुद जलभंडार जल तले बुड़ी रही रहस्यमय चालुक्य जुगर ढांचा ठारू आरंभ करी राजा पद्मसेन एवं रानी पद्मावती मनमुग्धकर लोककथा पर्यंत यही पवित्र भूमिर प्रत्येक पत्थर भक्ति त्याग एवं ऐतिह्यर कहानी को परिप्रकाश करुछि। एही मंदिर ओडिशार चालुक्य कलार एक अनन्य उदाहरण भावे ठिया होइछि, जहाँ झारसुगुड़ा अन्य अष्टचंडी पीठर भिन्न। पदमपुर भूमि जहाँ एकदा शिक्षा नाटक एवं तंत्रर केन्द्र थिला, एबे पानी तले नीरव अपेक्षा करिछि। प्रति वर्ष केवल किछि मास पाई निजकु प्रकाश करुछि, जेपरी अतीत सहित पुनः संयोग करने चाहूबा लोक डाकुछि।